ଆଜି ହେଉଛି ନନ୍ଦ ଉତ୍ସବ। ପ୍ରଭୁ ଶ୍ରୀକୃଷ୍ଣ ଧରାବତରଣ କରିସାରିଛନ୍ତି। ଏହି ଅବସରରେ ବଡ଼ ଧୁମଧାମରେ ମହାପ୍ରଭୁଙ୍କ ଜନ୍ମୋତ୍ସବ ବିଭିନ୍ନ ଗାଁରେ ପାଳିତ ହେଉଛି। ଏ ଅବସରରେ କଟକ ଜିଲ୍ଲା ଆଠଗଡ଼ ବ୍ଲକର ରାଉତରାପୁର ଗ୍ରାମରେ ଆଜକୁ 21 ବର୍ଷ ଧରି ବଡ଼ ଧୁମଧାମରେ ପାଳନ କରାଯାଉଛି ଏ ନନ୍ଦ ଉତ୍ସବ। ଗାଁର ଛୋଟ ପିଲାଠୁ ଆରମ୍ଭ କରି ବୃଦ୍ଧ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ପର୍ବରେ ସାମିଲ ହୋଇଥାନ୍ତି। ଆଠଗଡ଼ରୁ ନୃସିଂହ ରାଉତଙ୍କ ରିପୋର୍ଟ, ହର୍ଷିକା ମିଡିଆ। ଏବେ ସାରା ଗାଁ କୃଷ୍ଣମୟ। ଆଉ ଯେଉଁ ଘରେ ଦେଖିବ ସେଇ ଘରେ ଖୁସିର ଲହରୀ ଖେଳୁଛି। କାରଣ ଛୋଟ ପିଲାଠୁ ବଡ଼ ପିଲା ପର୍ଯ୍ୟନ୍ତ କୃଷ୍ଣ ବେଶ ହୋଇ ବା ନନ୍ଦ ରାଜାଙ୍କ ସାଥିରେ ବୁଲୁଛନ୍ତି ଗାଁରେ। ଆମ ସହିତ ଅଛନ୍ତି ଗୁରୁ ଅଛନ୍ତି, ଗୁରୁଙ୍କ ସହିତ ଆଲୋଚନା କରିବା, ପଚାରି ବୁଝିବା ଏ ପରମ୍ପରା କେତେ ଦିନର। କହିବେ ଏ ପରମ୍ପରା ଆପଣଙ୍କର କେତେ ଦିନର? ଆମର ଇଏ ହେଲାଣି 21 ବର୍ଷ ହେଲା। ଆମେ ନନ୍ଦଙ୍କର ଉତ୍ସବ କରୁଛୁ ଆଜିକି 21 ବର୍ଷ ହେଲା। ଆଉ ତା ପୂର୍ବରୁ ଆମ ଗାଁରେ କଳା ନାନାଦି ପ୍ରକାର ଥିଲା, କିନ୍ତୁ ଜନ୍ମାଷ୍ଟମୀ ବାସି ଆମେ ଏଇ ନନ୍ଦଙ୍କର ଉତ୍ସବ ଯେମିତି ନନ୍ଦରାଜା କରିଥିଲେ ଗୋପପୁରରେ, ଆମେ ସେଇ ପ୍ରକାର ନନ୍ଦ ଉତ୍ସବ ଗାଁ ସାରା ସମସ୍ତେ ଛୁଆ ପିଲା ବାଡ଼ି ଖେଳ, ନନ୍ଦରାଜା ନନ୍ଦରାଣୀ ଗୋପାଳ ଗୋପାଳିନୀ ମାନେ ମିଶିକିରି ସମସ୍ତେ ଏଇ ପ୍ରକାର କରିକି ଆମେ ଏଇ କଥା ଆଲୋଚନା ସଦାବେଳେ କରୁଛୁ। ଆମେ 21 ବର୍ଷ ଶୁଣୁଥିଲେ ଦୀର୍ଘ ବର୍ଷର ପରମ୍ପରା ଲାଗି ରହିଛି। ଏ ପରମ୍ପରା ବି ଆଗକୁ ଲାଗି ରହିବ। ଆମ ସହିତ ଅଛନ୍ତି ଯିଏ କୃଷ୍ଣ ବେଶରେ ଅଛନ୍ତି। କହିବେ କୃଷ୍ଣ ବେଶ ହୋଇଛନ୍ତି, କେତେ ଖୁସି ଲାଗୁଛି? ମତେ ବହୁତ ଖୁସି ଲାଗୁଛି ଏବଂ ମତେ ମୁଁ ଏଇ କୃଷ୍ଣ ବେଶରେ ସଜ ହୋଇଥିବାରୁ ମତେ କୋଟି କୋଟି ଖୁସି ଲାଗୁଛି। ଆମର ଏଇ ଉତ୍ସବକୁ କନ୍ତରପୁର ରାଉତର ମିଶି କରୁଛନ୍ତି ଏବଂ ଆମର ଗ୍ରାମ ପଞ୍ଚାୟତ କନ୍ତରପୁର ଗ୍ରାମ ପଞ୍ଚାୟତରେ ଏଇ ଉତ୍ସବକୁ ପାଳନ କରାଯାଉଛି। ଯିଏ ନନ୍ଦ ରାଜା ବେଶ ହୋଇଛନ୍ତି ଆମ ସହିତ ଅଛନ୍ତି, ତାଙ୍କୁ ପଚାରି ବୁଝିବା। କହିବେ ଆଜ୍ଞା, ଆଜି କୃଷ୍ଣଙ୍କୁ ସାଥିରେ ଧରି ବୁଲୁଛନ୍ତି, ନିଜକୁ କେତେ ଖୁସି ଲାଗୁଛି? ନିଜକୁ ତ ବହୁତ ଗର୍ବ ଅନୁଭବ କରୁଛି। ଯେହେତୁ ମୁଁ ଭଗବାନଙ୍କୁ ଆଜି କୋଳରେ ଧରିଛି, ସେଇଟା ମୋ ଭାଗ୍ୟର ବିଳମ୍ବନା। ଯେ ଭାଗ୍ୟରେ ନଥିଲେ ଭଗବାନଙ୍କୁ କେହି କୋଳରେ ଧରି ପାରନ୍ତିନି। ଏମିତି କଥାରେ ଅଛି, ନନ୍ଦର ଆନନ୍ଦ କହିଲେ ନ ସରେ, ଗୋପକୁ ଫେରିଛି ଗୋବିନ୍ଦ। ଆଜି ମତେ ସେଇଭଳି ଲାଗୁଛି। ଶୁଣୁଥିଲେ କିଭଳି ଭାବରେ ଥିଲା এই ରାଉତରାପୁର ନଣ୍ଡେଇଲ ଗ୍ରାମର ପରମ୍ପରା। ଆଠଗଡ଼ରୁ ନୃସିଂହ ରାଉତ, ହର୍ଷିକା ମିଡିଆ।